ସାଙ୍ଗମାନେ, ଏ ଜୀବନରେ ସବୁଠାରୁ ବଡ଼ ସତ୍ୟ ଯଦି କିଛି ଅଛି ତାହା ହେଉଛି ମନୁଷ୍ୟର ମୃତ୍ୟୁ। କେହି ଯେତେ ବଡ଼ ଧନୀ କିମ୍ବା ଗରିବ ହୁଅନ୍ତୁ, ଦିନେ ନା ଦିନେ ମୃତ୍ୟୁର ସାମ୍ନା କରିବାକୁ ପଡ଼ିଥାଏ। ଆଜିର ଭିଡ଼ିଓରେ ମୁଁ ତୁମକୁ ମୃତ୍ୟୁ ସମ୍ବନ୍ଧୀୟ କିଛି ତଥ୍ୟ କହିବି, ଯେପରି ମୃତ ବ୍ୟକ୍ତିକୁ ଶ୍ମଶାନକୁ ନିଆଯିବା ସମୟରେ ରାମନାମ ସତ୍ୟ ହିଁ କାହିଁକି କୁହାଯାଏ। ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ନିଆଯିବା ସମୟରେ ନୂଆ ବସ୍ତ୍ର କାହିଁକି ପିନ୍ଧାଯାଏ। ମୃତକର ଶରୀରକୁ ଏକା କାହିଁକି ଛାଡ଼ି ଦିଆଯାଏ ନାହିଁ। ଯଦି କେହି ମୃତ ବ୍ୟକ୍ତିଙ୍କର ବସ୍ତ୍ର ପିନ୍ଧେ, ତେବେ ତାକୁ କେଉଁ ବିପତ୍ତିର ସାମ୍ନା କରିବାକୁ ପଡ଼ିପାରେ, ତାକୁ କ'ଣ କ'ଣ କ୍ଷତି ସହିବାକୁ ପଡ଼େ। ମୃତକର ଶବକୁ ନିଆଯିବା ସମୟରେ ଖଇ କଉଡ଼ି କାହିଁକି ପକାଯାଏ। ମୃତକର ଶରୀର ପାଖରେ ଅଗରବତୀ କାହିଁକି ଜଳାଯାଏ ଏବଂ ଗରୁଡ଼ ପୁରାଣରେ ବର୍ଣ୍ଣିତ ସ୍ୱର୍ଗକୁ ଯିବାର ପ୍ରକୃତ ହକଦାରୀ କିଏ। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ମୃତ୍ୟୁ ସମ୍ବନ୍ଧୀୟ 10ଟି ଗୁରୁତ୍ୱପୂର୍ଣ୍ଣ କଥା କହିବି, ଯାହା ପ୍ରତ୍ୟେକ ମନୁଷ୍ୟ ଜାଣିବା ଅନିବାର୍ଯ୍ୟ। ତେଣୁ ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ରୂପେ ଦେଖନ୍ତୁ, କାରଣ ଯେଉଁ ବ୍ୟକ୍ତି ଏହି 10ଟି କଥା ଜାଣି ନେଇପାରେ, ସେ ସାଧାରଣ ବ୍ୟକ୍ତି ହୋଇ ରୁହେ ନାହିଁ, ବରଂ ତାଙ୍କ ଉପରେ ଭଗବାନ ଶ୍ରୀକୃଷ୍ଣ ପ୍ରସନ୍ନ ହୁଅନ୍ତି। ଆଉ ଯେଉଁ ବ୍ୟକ୍ତି ଏହି ଭିଡ଼ିଓଟିକୁ ମଝିରୁ ଛାଡ଼ି ଚାଲିଯାଏ, ଭଗବାନ ଶ୍ରୀକୃଷ୍ଣ ତା ଉପରେ ରୁଷ୍ଟ ହୁଅନ୍ତି ଓ ସେ ପୂରା ଜ୍ଞାନ ପାଇପାରେ ନାହିଁ। ଏହି ସମସ୍ତ କଥାକୁ ମୁଁ ଏକ କାହାଣୀ ମାଧ୍ୟମରେ ଜଣାଇବି। ଗୋଟିଏ ସମୟର କଥା ଅଟେ। ଗୋଟିଏ ଗାଁରେ ରାଜେଶ ନାମକ ଜଣେ ବ୍ୟକ୍ତି ରହୁଥିଲେ। ଥରେ ତାଙ୍କ ଗାଁରେ ଦୋକାନୀ ଲାଲାଙ୍କର ମୃତ୍ୟୁ ହେଲା। ତେଣୁ ରାଜେଶ ଲାଲାଙ୍କର ଅନ୍ତିମ ଯାତ୍ରାକୁ ଯାଇଥିଲେ। ସେହି ସମୟରେ ରାଜେଶଙ୍କ ମନରେ ଏକ ପ୍ରଶ୍ନ ଉଠିଲା ଯେ, ଯେତେବେଳେ କାହାର ମୃତ ଶରୀର ନିଆଯାଏ, ସେତେବେଳେ ରାମନାମ ସତ୍ୟ ହେ କାହିଁକି କୁହାଯାଏ। ରାଜେଶ ଲାଲାଙ୍କ ଅନ୍ତିମ ଯାତ୍ରାରୁ ଫେରି ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଗାଁ ବାହାରେ ଥିବା ଅଘୋରୀ ବାବାଙ୍କ ପାଖକୁ ଗଲେ। ଅଘୋରୀ ବାବାଙ୍କୁ ସେ ଏହି ପ୍ରଶ୍ନ ପଚାରିଲେ, ହେ ପ୍ରଭୁ, ଯେତେବେଳେ ମୃତକର ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯାଏ, ତେବେ ରାମନାମ ସତ୍ୟ ହେ କାହିଁକି କୁହାଯାଏ ଓ ମୃତକ ଶରୀର ଉପରେ ଖଇ କଉଡ଼ି କାହିଁକି ପକାଯାଏ। ତାପରେ ଅଘୋରୀ ବାବା ଉତ୍ତର ଦେଇ କହିଲେ, ପୁତ୍ର, ଆଜି ମୁଁ ତୁମକୁ ମୃତ୍ୟୁ ସହ ଜଡ଼ିତ ସମସ୍ତ କଥା କହିବି, କିନ୍ତୁ ତା ପୂର୍ବରୁ ତୁମକୁ ପ୍ରତିଜ୍ଞା କରିବାକୁ ପଡ଼ିବ ଯେ ଏହି ସମସ୍ତ କଥାକୁ ତୁମକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଶୁଣିବାକୁ ପଡ଼ିବ। ରାଜେଶ କହିଲା, ଆଜ୍ଞା ବାବା, ମୁଁ ଆପଣଙ୍କୁ ପ୍ରତିଜ୍ଞା କରୁଛି, ମୁଁ ଆପଣଙ୍କର କଥାକୁ ଶେଷ ପର୍ଯ୍ୟନ୍ତ ଅବଶ୍ୟ ଶୁଣିବି। ତାପରେ ବାବା କହିଲେ, ମୁଁ ତୁମକୁ ପ୍ରଥମେ କହୁଛି ଯେ ମୃତ ବ୍ୟକ୍ତିଙ୍କୁ ନୂଆ ବସ୍ତ୍ର କାହିଁକି ପିନ୍ଧାଯାଏ। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ସମୟରେ ଆତ୍ମାକୁ ଏକ ନୂଆ ଯାତ୍ରା ଆରମ୍ଭ କରିବାକୁ ପଡ଼ିଥାଏ। ଏହି ଯାତ୍ରାରେ ଆତ୍ମା ଗଙ୍ଗା ଜଳରେ ସ୍ନାନ କରି ଶୁଦ୍ଧ ସୂତ୍ରର ଲୁଗା ପିନ୍ଧି ଯାତ୍ରା ପାଇଁ ପ୍ରସ୍ତୁତ ହୁଏ। ପୁରୁଣା ଲୁଗା ପିନ୍ଧାଯାଏ ନାହିଁ, କାରଣ ପୁରୁଣା ଲୁଗା ଆତ୍ମା ପାଇଁ ନକାରାତ୍ମକ ଶକ୍ତି ଓ ଖରାପ ସ୍ମୃତିର ପ୍ରତୀକ ହୋଇଥାଏ। ତେଣୁ ମୃତକକୁ ନୂଆ ଲୁଗା ପିନ୍ଧାଯାଇଥାଏ। ସାଙ୍ଗମାନେ, ପରବର୍ତ୍ତୀ କଥା ଅଘୋରୀ ବାବା କହିଲେ ଯେ ମହିଳାମାନଙ୍କୁ ଶ୍ମଶାନ ଘାଟ ଯିବାକୁ ନିଷେଧ କାହିଁକି ହୋଇଥାଏ। ଗରୁଡ଼ ପୁରାଣରେ ମହିଳାମାନଙ୍କୁ ଶ୍ମଶାନ ଘାଟ ଯିବା ନିଷେଧ ବୋଲି ବିବେଚନା କରାଯାଇଛି। ଏହା ପଛର କାରଣ ହେଉଛି, ଶ୍ମଶାନ ଘାଟରେ ସାଧାରଣତଃ ନକାରାତ୍ମକ ଆତ୍ମାମାନେ ଭ୍ରମଣ କରୁଥାନ୍ତି। ମାନସିକ ଦୃଷ୍ଟିରୁ ଦୁର୍ବଳ ବ୍ୟକ୍ତିଙ୍କୁ, ବିଶେଷ କରି ମହିଳାମାନଙ୍କୁ ସେହି ଆତ୍ମାମାନେ କ୍ଷତି ପହଞ୍ଚାଇ ପାରନ୍ତି। ତେଣୁ ମହିଳାମାନେ ଶ୍ମଶାନକୁ ଯାଆନ୍ତି ନାହିଁ। ଏବେ ଅଘୋରୀ ବାବା ରାଜେଶକୁ ପରବର୍ତ୍ତୀ କଥା କହିଲେ ଯେ, ଯଦି କାହା ଘରେ ସନ୍ଧ୍ୟା ସମୟରେ ମୃତ୍ୟୁ ହୁଏ, ତେବେ ସେହି ମୃତକର ଶରୀରକୁ ଘରେ ହିଁ ରଖାଯାଏ। ସେହି ସମୟରେ ମୃତକର ଶରୀରକୁ ଏକା ଛଡ଼ାଯାଏ ନାହିଁ। ଏହା ପଛରେ ମଧ୍ୟ ବଡ଼ କାରଣ ଅଛି। ଯଦି ମୃତକକୁ ଏକା ଛାଡ଼ି ଦିଆଯାଏ, ତେବେ ନକାରାତ୍ମକ ଆତ୍ମାମାନେ ସେହି ଶରୀରକୁ କ୍ଷତି ପହଞ୍ଚାଇ ପାରନ୍ତି ଏବଂ କୌଣସି ବାବା ମଧ୍ୟ ସେହି ଶରୀରକୁ ଚୋରି କରି ନେଇଯାଇ ପାରନ୍ତି। ତେଣୁ ମୃତକର ଶରୀରକୁ ଏକା ଛଡ଼ାଯାଏ ନାହିଁ। ଏବେ ଅଘୋରୀ ବାବା ରାଜେଶକୁ କହିଲେ ଯେ, ଯଦି କୌଣସି ମନୁଷ୍ୟ ମରିଯାଏ, ତାହାର ବସ୍ତ୍ର ପିନ୍ଧିଲେ କ'ଣ ହୁଏ, ଲାଭ ହୁଏ ନା କ୍ଷତି? ମୁଁ ତୁମକୁ କହୁଛି, ଲାଭ ତ ଗୋଟିଏ ବି ହୁଏ ନାହିଁ,
କିନ୍ତୁ କ୍ଷତି ବହୁତ ହୁଏ। ଯଦି ମୃତକର ପରିବାରର କୌଣସି ସଦସ୍ୟ ମୃତକର ଲୁଗାକୁ ପିନ୍ଧେ, ତେବେ ତାଙ୍କୁ ମୃତକ ବାରମ୍ବାର ସ୍ମରଣ ହୁଏ, ଯାହା ତାଙ୍କୁ ମାନସିକ ଦୃଷ୍ଟିରୁ ଦୁର୍ବଳ କରେ ଏବଂ ମୃତକର ଆତ୍ମା ମଧ୍ୟ ତାଙ୍କର ଆଖପାଖରେ ଭ୍ରମଣ କରୁଥାଏ। ଏବେ ଅଘୋରୀ ବାବା ରାଜେଶକୁ କହିଲେ ଯେ ଯଦି ଜଣେ ବ୍ୟକ୍ତି ମରିଯାଏ, ତାର ଅନ୍ତିମ ଯାତ୍ରା ସମୟରେ ଖଇ କଉଡ଼ି ବା ମଖାନା ଓ ମୁଦ୍ରା କାହିଁକି ବର୍ଷାଯାଏ? କାରଣ ମୃତ୍ୟୁ ପରେ ଆତ୍ମାକୁ ଯମଲୋକରେ କଠିନ ଯାତ୍ରା ଆରମ୍ଭ କରିବାକୁ ପଡ଼ିଥାଏ। ଆତ୍ମାକୁ 14ଟି ବିଭିନ୍ନ ନଦୀ ପଥରେ ଅତିକ୍ରମ କରିବାକୁ ପଡ଼େ। ମୁଦ୍ରା ଓ ମଖାନା ଛିଞ୍ଚିବାର ଅର୍ଥ ହେଉଛି ଯେତେବେଳେ ଆତ୍ମା ଯାତ୍ରାରେ ଥାଏ, ତେବେ ତାକୁ କୌଣସି ସାମଗ୍ରୀର ଅଭାବ ଯେପରି ନ ହେଉ ଏବଂ ଆତ୍ମା ନିଜର ଯାତ୍ରାକୁ ସହଜରେ ସମାପ୍ତ କରିପାରୁ। ଏବେ ମୁଁ ତୁମକୁ କହୁଛି, ମୃତକ ପାଖରେ ଅଗରବତୀ କାହିଁକି ଜଳାଯାଏ? କାରଣ ଶରୀରରୁ ଆତ୍ମା ବାହାରିବା ପରେ ଶରୀରରୁ ଦୁର୍ଗନ୍ଧ ବାହାରେ, ତେଣୁ ମୃତକର ଶରୀର ପାଖରେ ଅଗରବତୀ ଜଳାଯାଏ। ଅଘୋରୀ ବାବା ପରବର୍ତ୍ତୀ କଥା କହିଲେ ଯେ ମୃତକର ଶରୀର ନିଆଯିବା ସମୟରେ ରାମ ନାମ ସତ୍ୟ ହେ କାହିଁକି କୁହାଯାଏ? ଏହା ପଛରେ କାରଣ କ'ଣ ରହିଛି? ରାମ ନାମ ସତ୍ୟ ହେ କହିବାର ଅର୍ଥ ହେଉଛି ଜୀବନରେ କେବଳ ଭଗବାନ ନାମ ହିଁ ଅନ୍ତିମ ସତ୍ୟ। ଧନ ଦୌଲତ ପଇସା ସବୁ ଏହିଠାରେ ରହିଯାଏ। ମଣିଷ ସହିତ ଯାଏ କେବଳ ଆତ୍ମା ଓ ତାହାର କର୍ମ। ଗରୁଡ଼ ପୁରାଣରେ କୁହାଯାଇଛି ଯେ ଆତ୍ମାକୁ ମୋକ୍ଷ ବା ଶାନ୍ତି ପ୍ରାପ୍ତ ପାଇଁ ଭଗବାନ ରାମଙ୍କ ନାମ ନେବା ଆବଶ୍ୟକ। ମୃତ୍ୟୁ ସହ ଜଡ଼ିତ 10ଟି ଅନୁଭବ କଥା ଜାଣିବା ଅତ୍ୟନ୍ତ ଆବଶ୍ୟକ। ମୃତ୍ୟୁ ହେଉଛି ଜୀବନର ଅଟଳ ସତ୍ୟ ଏବଂ ଗରୁଡ଼ ପୁରାଣରେ ଏହା ସହ ଜଡ଼ିତ ଅନେକ ରହସ୍ୟ ବର୍ଣ୍ଣନା କରାଯାଇଛି। ଚାଲନ୍ତୁ ମୃତ୍ୟୁ ସହ ଜଡ଼ିତ 10ଟି ଅନୁପମ ସତ୍ୟ ବିଷୟରେ ଆଲୋଚନା କରିବା। ନମ୍ବର 1, ମୃତ୍ୟୁ ପରେ ଆତ୍ମା 13 ଦିନ ପର୍ଯ୍ୟନ୍ତ ଘରର ଆଖପାଖରେ ରହିଥାଏ। ନମ୍ବର 2, ଅନ୍ତିମ ସଂସ୍କାରଣ ତିଳକ ବ୍ୟବହାର ମୃତକର ଆତ୍ମାକୁ ଶାନ୍ତି ପ୍ରଦାନ କରିଥାଏ। ନମ୍ବର 3, ମୃତ୍ୟୁ ପରେ ଯମଦୂତମାନେ ସେହି ଆତ୍ମାକୁ ଯମଲୋକକୁ ନେଇଯାଇଥାନ୍ତି। ନମ୍ବର 4, ଶବକୁ ଉତ୍ତର ଦିଗରେ ରଖିବା ଶୁଭ ବୋଲି ବିବେଚନା କରାଯାଇଥାଏ। ନମ୍ବର 5, ଅନ୍ତିମ ସଂସ୍କାର ସମୟରେ ଚନ୍ଦନ କାଠର ବ୍ୟବହାର ପବିତ୍ରତା ବଢ଼ାଇଥାଏ। ନମ୍ବର 6, ମୃତ୍ୟୁ ପରେ ଶ୍ରାଦ୍ଧ କର୍ମ ଦ୍ୱାରା ପିତୃଗଣଙ୍କୁ ତୃପ୍ତି ମିଳିଥାଏ। ନମ୍ବର 7, ଆତ୍ମାର ପରବର୍ତ୍ତୀ ଜନ୍ମ ତାହାର କର୍ମ ଆଧାରକୁ ନେଇ ହୋଇଥାଏ। ନମ୍ବର 8, ମୃତ୍ୟୁ ସମୟରେ ସକାରାତ୍ମକ ଚିନ୍ତା ଆତ୍ମାକୁ ମୋକ୍ଷ ଆଡ଼କୁ ଟାଣି ନେଇଥାଏ। ନମ୍ବର 9, ଗରୁଡ଼ ପୁରାଣରେ ମୃତ୍ୟୁ ପରେ 7 ଲୋକର ଯାତ୍ରାରେ ବର୍ଣ୍ଣନା ଅଛି। ନମ୍ବର 10, ମୃତ୍ୟୁ ପରେ ଦାନ କରିବା ଦ୍ୱାରା ଆତ୍ମାକୁ ପୁଣ୍ୟ ମିଳିଥାଏ। ଆଜିର ଆଉ ଏକ ରୋଚକପୂର୍ଣ୍ଣ ବିଷୟବସ୍ତୁ ଥିଲା ସ୍ୱର୍ଗ ଯିବାର ପ୍ରକୃତ ହକଦାର କିଏ? ସ୍ୱର୍ଗ ଯିବାର ପ୍ରକୃତ ହକଦାର ହେଉଛି ସେହି ବ୍ୟକ୍ତି ଯିଏ ନିଜ ଜୀବନରେ ଭଲ କର୍ମ କରିଛି ଏବଂ କୌଣସି ଖରାପ କର୍ମ କରିନାହିଁ। ସେହି ବ୍ୟକ୍ତି ହିଁ ସ୍ୱର୍ଗ ଯିବାର ପ୍ରକୃତ ହକଦାର। ମନୁଷ୍ୟର କର୍ମ ହିଁ ସ୍ୱର୍ଗ ଓ ନରକ ପଥ ନିର୍ଦ୍ଧାରଣ କରିଥାଏ। ଯିଏ ଭଲ କର୍ମ କରେ ସେ ସ୍ୱର୍ଗ ଯିବାର ପ୍ରକୃତ ହକଦାରୀ ଅଟେ। ତେଣୁ ଆମେ ଆମ ଜୀବନରେ ଭଲ କର୍ମ କରିବା ଉଚିତ, ଖରାପ କର୍ମ ନୁହେଁ। ଭିଡ଼ିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଆପଣମାନଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଛି, ତେବେ ଦୟାକରି ମୋ ଚ୍ୟାନେଲ ମାନି ଭଏସକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଗୋଟେ ଲାଇକ୍ ନିହାତି କରନ୍ତୁ।